ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆଜି ଆସନ୍ତୁ ଜାଣିବା ଆକ୍ସିଡେଣ୍ଟ କଣ ଆଉ ଇନସିଡେଣ୍ଟ କଣ। ଆପଣ କେଉଁ କ୍ଷେତ୍ରରେ କହିବେ ଯେ ମୋ ସହିତ ଆଜି ଗୋଟେ ଆକ୍ସିଡେଣ୍ଟ ଘଟିଥିଲା, ଆଉ କେଉଁ କ୍ଷେତ୍ରରେ କହିବେ ଯେ ମୋ ସହିତ ଆଜି ଗୋଟେ ଇନସିଡେଣ୍ଟ ଘଟିଥିଲା। ଜାଣିବା ପାଇଁ ଭିଡିଓଟିକୁ ଶେଷ ଯାଏ ଦେଖନ୍ତୁ। ଆସନ୍ତୁ ସର୍ବପ୍ରଥମେ ଜାଣିବା ହ୍ୱାଟ ଇଜ ଆକ୍ସିଡେଣ୍ଟ। ଦୁର୍ଘଟଣା କଣ? ଇଟ୍ ଇଜ ଏ ଇଭେଣ୍ଟ ଡ୍ୟୁରିଂ ଦ ପିରିୟଡ ଅଫ ଏନି ୱାର୍କ ଇଟ୍ ମେ କଜ ଫିଜିକାଲ ଇଞ୍ଜୁରି ଇଜ କଲ୍ଡ ଆକ୍ସିଡେଣ୍ଟ। ଆକ୍ସିଡେଣ୍ଟ ମାନେ ଉଦାହରଣ ସହିତ ବୁଝନ୍ତୁ, ପୁରା ଗାଉଁଲି ଭାଷାରେ ଆପଣ ଗୋଟେ ବାଇକ୍ ଚଲେଇକି ଯାଉଛନ୍ତି, ଆପଣଙ୍କର ମାନେ ଗୋଟେ ଦୁର୍ଘଟଣା ହେଲା, ସେଥିରେ ଆପଣଙ୍କ କ୍ଷତି ହେଲା ଏବଂ ଆପଣଙ୍କ ବାଇକର ମଧ୍ୟ କ୍ଷତି ହେଲା, ତ ସେଟା ହଉଛି ଆକ୍ସିଡେଣ୍ଟ। ଯେଉଁ କ୍ଷେତ୍ରରେ ନିଜ ଶରୀରର କିଛି କ୍ଷତି ହଉଛି କି ପ୍ରପର୍ଟିର ମଧ୍ୟ କ୍ଷତି ହଉଛି ସେଟାକୁ ଆମେ ଆକ୍ସିଡେଣ୍ଟ କହିବା। ଇନସିଡେଣ୍ଟ କଣ? ଇଟ୍ ଇଜ ଏ ଇଭେଣ୍ଟ ଡ୍ୟୁରିଂ ଦ ପିରିୟଡ ଅଫ ଏନି ୱାର୍କ ଇଟ୍ ମେ କଜ ଲସ୍ ଅଫ ପ୍ରପର୍ଟି ଇଜ କଲ୍ଡ ଇନସିଡେଣ୍ଟ। ସେ ମାନେ ଯେଉଁ ଦୁର୍ଘଟଣାରେ ଆପଣଙ୍କର ପ୍ରପର୍ଟିର ଲସ୍ ହଉଛି, ଆପଣ ବାଇକ୍ ଚଲେଇକି ଯାଉଥିଲେ, ପଡ଼ିଲେ, ଆପଣଙ୍କ ବାଇକ୍ର ହେଡଲାଇଟ୍ ଭାଙ୍ଗିଗଲା କି ମୋବାଇଲ ଭାଙ୍ଗିଗଲା, କିନ୍ତୁ ଆପଣଙ୍କ ଶରୀରର କିଛି କ୍ଷତି ହେଲା ନାହିଁ, ସେଟାକୁ ଆମେ ଇନସିଡେଣ୍ଟ କହିବା। ନିୟର ମିସ୍ କଣ ଆପଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗୁଥିଲେ ଭିଡ଼ିଓଟିକୁ ଲାଇକ୍, କମେଣ୍ଟ, ସେୟାର କରନ୍ତୁ। ଥ୍ୟାଙ୍କ ୟୁ।